କୁହନ୍ତୁ କ'ଣ ଜାଣିବା ପାଇଁ ଚାହୁଁଛନ୍ତି? ଗୁରୁଜୀ ମୋର ଏଇ ଭାଗ ଛାତିଟା ବହୁତ ଦରଜ ରହୁଛି, ପେଟ ବି ବହୁତ କାମ ଦରଜ କ'ଣ ରହୁଛି। କରନ୍ତି ଆପଣ? ଚାଷବାସ କରେ ମୁଁ। ବାହାଘର ବି ହେଉନି ଗୁରୁଜୀ। 4-5 ବର୍ଷ ହେଇଗଲାଣି ଘରେ ବାହାଘର କିଏ କିଏ ହଉନି। ଅଛନ୍ତି? ମୋ ବାପା ଅଛନ୍ତି, ମା ବି ଅଛନ୍ତି ଆଉ ବାପା ବି ଅଛନ୍ତି। ଆଉ ମୋ ଭାଇ ଅଛି। ରାକେଶ୍ୱର ବାବୁ, ଆପଣଙ୍କର ଜୀବନରେ ବହୁତ ଏକାକୀପଣ ଅଛି, ବହୁତ ଦୁଃଖୀ ରହୁଛନ୍ତି ଆପଣ ଜୀବନରେ। ମନରେ ନକାରାତ୍ମକ ବିଚାର ଆସୁଛି, ଆର୍ଥିକ ଅନଟନ ମଧ୍ୟ ରହୁଛି, ସମସ୍ୟା ରହୁଛି। ଆତ୍ମହତ୍ୟା କରିବେ ନାହିଁ, କ୍ଲେଶ ବହୁତ ଆପଣଙ୍କୁ କଷ୍ଟ ଦଉଛି, ସମସ୍ୟା ଆଣୁଛି, ଆପଣ ଥକି ଯାଇଛନ୍ତି, ଦୁଃଖୀ ହେଇଯାଇଛନ୍ତି। ଅଲଗା କେଉଁ ଜାଗାକୁ ଯାଇଥିଲେ କି ଆପଣ? ଯାଇଥିଲେ କି? କୁଆଡ଼େ ଯାଇଥିଲେ? ଅନେକ ଜାଗାକୁ ଯାଇଥିଲି। କୁଆଡ଼େ? ବହୁତ ଜାଗାକୁ ଯାଇଛି। ଯାଇଥିଲେ ନା? କ'ଣ ଲେଖା ହେଇଛି ଏଠି? ଚର୍ଚ୍ଚ ଏବଂ ମୁସଲମାନ ତନ୍ତ୍ରକ୍ରିୟାକୁ ମଧ୍ୟ ଯାଇଛନ୍ତି। ଶରୀରରେ ବହୁତ ଅଧିକ ସମସ୍ୟା ଅଛି, କଷ୍ଟ ହେଉଛି ଏବଂ ଛାତିରେ ମଧ୍ୟ କଷ୍ଟ ହେଉଛି, ଯେମିତି ଲାଗୁଛି ବରଫର ଗୋଲା କିଏ ରଖିଦେଇଛି ଛାତି ଉପରେ। ପେଟରେ ମଧ୍ୟ ପୀଡ଼ା ହେଉଛି ଆପଣଙ୍କର। ମାଂସପେଶୀରେ କଷ୍ଟ ହେଉଛି, ଯାହାଫଳରେ ଆହୁରି ଅଧିକ ସମସ୍ୟା ହେଉଛି। ବିବାହ ହେଉନାହିଁ ଆପଣଙ୍କର। ବିବାହର ଯୋଗ ଶୀଘ୍ର ହେବ। ବାଳ ଆପଣଙ୍କର ଝଡ଼ି ଝଡ଼ି ଯାଉଛି। ଚିନ୍ତା କରନ୍ତୁନି, ମାଙ୍କର ଆଶୀର୍ବାଦ ଅଛି।